ମା ଶବ୍ଦଟି ଶୁଣିଲି ଅନେକ ଭାବନା ଆମ ମନକୁ ଉପୁଜି ଆସି। ଏହା କେବଳ କିଛି ଅକ୍ଷରର ସଂଯୋଗ ନୁହେଁ, ଏହା ଏକ ଭରସା, ଏକ ସୁରକ୍ଷା, ଏକ ନିଷ୍କାମ ସ୍ନେହର ପରିଭାଷା। ମୋର ଜୀବନର ସବୁଠାରୁ ମୂଲ୍ୟବାନ, ସବୁଠାରୁ ପ୍ରିୟ ଏବଂ ସବୁଠୁ ଆଦରଣୀୟ ବ୍ୟକ୍ତି ହେଉଛନ୍ତି ମୋର ମା। ମା ପ୍ରତିଦିନ ସକାଳେ ସବୁଠାରୁ ପ୍ରଥମେ ଉଠି ଘରକୁ ସଜାଇଥାନ୍ତି, ଆମ ପାଇଁ ସ୍ନେହରେ ଖାଦ୍ୟ ବନାନ୍ତି ଓ ଦିନଟି କିପରି ସୁଖରେ ଆରମ୍ଭ ହେବ ତାହା ଦେଖନ୍ତି। ସେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ମୋ ପାଠପଢ଼ା, ଦୈନିକ କାର୍ଯ୍ୟ ଓ ମୋ ଉନ୍ନତି ପାଇଁ ସମୟ କାଢ଼ି ନେଇଥାନ୍ତି। କେବେ କେବେ ମୁଁ ଭାବେ ମୋ ମା କିପରି ଏତେ କାମ କରନ୍ତି। ଦିନର 24 ଘଣ୍ଟା ସେ ଆମ ପାଇଁ ହିଁ ବଞ୍ଚନ୍ତି। ମୁଁ ଦୁଃଖିତ ହେଲେ ମୋ ମୁହଁ ଦେଖି ସେ ତୁରନ୍ତ ବୁଝିଯାଆନ୍ତି କିଛି ତ ଅସୁବିଧା ହୋଇଛି। ସେ ମୋ ପାଖରେ ବସି ଆଲିଙ୍ଗନ କରି ସାହସ ଓ ଭରସା ଦେଇଥାନ୍ତି। ମୋ ହୃଦୟର କଷ୍ଟ ସେ ମୋ କହିବା ପୂର୍ବରୁ ଅନୁଭବ କରିପାରନ୍ତି। ମୁଁ ଖୁସି ହେଲେ ସେ ମୋ ଠାରୁ ଅଧିକ ଖୁସିରେ ହସିଥାନ୍ତି, ଯେପରି ମୋର ସଫଳତା ହେଉଛି ତାଙ୍କର ନିଜର ସଫଳତା। ମା ନିଜ ସୁଖକୁ ପରେ ରଖି ଆମର ସୁଖକୁ ପ୍ରଥମେ ରଖନ୍ତି। ସେ କେବେ ତାଙ୍କ କ୍ଳାନ୍ତିକୁ ଦେଖାଇଥାନ୍ତି ନାହିଁ, ଯଦିଓ ସେ ଦିନସାରା କାମରେ କ୍ଳାନ୍ତ ହୋଇଯାଆନ୍ତି। ଘରର ପ୍ରତ୍ୟେକ ଲୋକ ଶାନ୍ତିରେ ଶୋଇଥାନ୍ତି, କିନ୍ତୁ ମାଙ୍କର ନିଦ୍ରା ସମୟ ସବୁଠାରୁ ଶେଷରେ ଆସିଥାଏ। କାଳେ କାହାକୁ କ'ଣ ଦରକାର ପଡ଼ିବ କି? ସେଥିପାଇଁ କୁହାଯାଏ, ମାର ସ୍ଥାନ ପୃଥିବୀରେ କେହି ନେଇପାରିବେ ନାହିଁ। ଯେତେବେଳେ ମୁଁ ଅସୁସ୍ଥ ହୋଇପଡ଼େ, ମା ତାଙ୍କର ନିଦ୍ରା ଭୁଲି ମୋର ପାଖରେ ବସି ରହିଥାନ୍ତି। ସେ ଆମ ପାଇଁ କେବଳ ଶାରୀରିକ ସେବା କରନ୍ତି ନୁହେଁ, ସେ ମନର ସେବା ମଧ୍ୟ କରନ୍ତି। ମାଙ୍କ ସ୍ପର୍ଶରେ ଯେଉଁ ଶାନ୍ତି ମିଳେ ତାହା କୌଣସି ଔଷଧରେ ନାହିଁ। ତାଙ୍କର କେବଳ ଏକ ମନ୍ତ୍ର, ଚିନ୍ତା କରନି, ସବୁ ଭଲ ହୋଇଯିବ। ଏହା ହେଉଛି ମୋ ପାଇଁ ସବୁଠାରୁ ବଡ଼ ଔଷଧ। ମା ମୋତେ ଜୀବନର ସତ୍ୟ ମୂଲ୍ୟ ଶିଖାଇଥାନ୍ତି। ସହନଶୀଳତା, ଦୟା, ପ୍ରେମ, ବଳିଦାନ। ମୁଁ ବଢ଼ୁଛି, ମୋ ଜୀବନ ବଦଳୁଛି, କିନ୍ତୁ ମାଙ୍କ ସ୍ନେହ କେବେ ବଦଳେ ନାହିଁ। ବୟସ ବଢ଼ିଲେ ମଧ୍ୟ ମୁଁ ତାଙ୍କ ପାଇଁ ସେଇ ପୁରୁଣା ଛୋଟ ପିଲାଟିଏ। ଆଜି ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି, କାରଣ ସେ ମୋତେ ଏମିତି ଭଲ, ଦୟାଳୁ, ନିଷ୍ଠାବାନ ମା ଦେଇଛନ୍ତି। ମୋ ଜୀବନର ପ୍ରତ୍ୟେକ ସଫଳତାରେ ମାଙ୍କର ପାଠ, ମାଙ୍କର ପ୍ରେରଣା ଓ ମାଙ୍କର ଆଶୀର୍ବାଦ ହିଁ ଥାଏ। ସେଥିପାଇଁ ମୁଁ କହିଥାଏ, ମୋ ମା ହେଉଛନ୍ତି ମୋର ଶକ୍ତି, ମୋର ପଥ ପ୍ରଦର୍ଶକ, ମୋର ସୁରକ୍ଷା ଓ ମୋର ସର୍ବଶ୍ରେଷ୍ଠ ଉପହାର। ମୋ ଜୀବନର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ମା ଉପରେ ଏକ ସୁନ୍ଦର ହୃଦୟସ୍ପର୍ଶୀ ରଚନାଟିଏ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତେବେ ଭିଡ଼ିଓକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ରହୁଛି, ଧନ୍ୟବାଦ।